हे मन, तू नरकरे सुख खोजुछु ताहा कौन संभव? तू कंटा भली स्वभाव मनुष्यंक ठारू स्नेह पाइबार आशा नहीं निजर समय शक्ति को काहींकी नष्ट करुछु? तू अनेक व्यर्थ विषाक्त भावना रे निजको शक्तिहीन कर देइछु। तो ही तो आत्मा को पवित्र श्रेष्ठ करने सहित संसार को पवित्र करिबारे परमात्मांकर सहयोगी अटु। तो ही संकल्प शक्तिर भंडार। तते दुनिया ठारू कौन मिलुछि? मनुष्य ठारू कौन मिलुछि? विकार बशीभूत होई तू कौन पाइलु? एही कलिजुगी तमो प्रधान दुनिया रे तू भी पतित विकारी होई जाइछु। आज तू भी थकी पड़ीछु, क्लांत होई जाइछु। सुख शांति पाइबा पाई जाइथिलु, आज निराश हताश होई जाइछु। तते कौन जना नहीं आत्मा को पवित्र किंबा पतित तू ही करि परिबु। तू ही आत्मा को देवात्मा करि परिबु। आज दृढ़ प्रतिज्ञा कर, तू निजको शुद्ध रखिबु, स्वच्छ रखिबु, शांत रखिबु, पवित्र रखिबु, शुभ भावना रे परिपूर्ण रखिबु। हे मन, तू परमात्मा का विषय रे चिंता कर, आउ सबु चिंता तांको अर्पण करि दे। देखिबु तू हालुका होइछिबु, शक्तिशाली होइछिबु, पवित्र होइछिबु। तू केवल बाबांकर सेही दिव्य प्रकाशमय ज्योतिर्मय रूप को ध्यान कर। से अत्यंत सुंदर, शीतल एवं सुखदायी मंगलकारी अटंती। तोर मध्य मंगल हेब। एही कल्याणकारी संगम जुगरे मंगलमय कल्याणकारी शिव पिता तते पवित्र करने आसिछंती। परमात्मा तते सुधारिबा पाई अनेक प्रकारर शिक्षा देउछंती। माया ठारू मुक्त करिबा पाई शक्ति भी देउछंती। तू कण एही सुवर्ण सुजुगर संपूर्ण लाभ उठाई पारिबु? तेबे चल आमे अलौकिक यात्रा रे बाहरिबा। तू बिल्कुल एकाग्र रहिबु। मु तते जे विचार देबी तू केवल ताहा ही भाबिबु। एबे अनुभव कर, मु एकांतरे बसिछि। मो चतुर्पार्श्वरे नीरवता ही नीरवता। हठात केही स्पर्श कला भली मने हेउछि। एही अलौकिक स्पर्श मो हृदय रे कंपन सृष्टि करुछि। मते अशरीरी करि देउछि। मो आखि दुईटी लाखी जाइछि बाप दादांकर दिव्य प्रकाशमय सुंदर स्वरूप ठारे। वाह बाबा वाह, वाह मोर भाग्य वाह, वाह ड्रामा वाह। मु केबे भी भाभी नथिली आपण को एते पाखरे पाइबी बोली, मो सम्मुखरे पाइबी बोली।
ଆପଣଙ୍କ ଆଖିରେ ଆଖି ମିଶେଇବି ବୋଲି, ଆପଣଙ୍କ ସ୍ପର୍ଶ ପାଇବି ବୋଲି। ବାବା, ଆପଣ ମୋତେ ଧନ୍ୟ କରିଦେଲେ। ଆଜି ମୁଁ ଖୁସିରେ ପାଗଳ। ବାବା, ଆପଣ ମୋର କଣ୍ଟକିତ ଜୀବନ ପଥକୁ ଫୁଲରେ ସଜେଇ ଦେଲେ। ଆପଣଙ୍କ ଶକ୍ତିଶାଳୀ ଦୃଷ୍ଟିରେ ଆଜି ମୋ ଆଖି ପବିତ୍ର ହୋଇଯାଇଛି। ଆପଣଙ୍କ ସ୍ନେହର ପବିତ୍ର ଜଳରେ ମୋର ତନ ମନ ପବିତ୍ର ହୋଇଯାଇଛି। ଆପଣଙ୍କ ସର୍ବଶକ୍ତିର କିରଣ ମୋ ଉପରେ ବର୍ଷା ଝରିଲା ଭଳି ଝରୁଛି। ଆପଣଙ୍କ ଦୃଷ୍ଟିରେ ଆଜି ମୋ ସୃଷ୍ଟି ବଦଳି ଯାଇଛି। ଇଚ୍ଛା ହେଉଛି ସବୁବେଳେ ଏମିତି ଆପଣଙ୍କ ସାମ୍ନାରେ ବସିଥାନ୍ତି କି, ମିଠା ମିଠା କଥା ହେଉଥାନ୍ତି କି। ଆପଣ ମୋ ଜୀବନକୁ ସଫଳ କରିଦେଲେ। ଆପଣ ମୋତେ ନୂଆ ଜୀବନ ଦେଲେ ବାବା, ସାହାରା ଦେଲେ, ଶକ୍ତି ଦେଲେ। ଆଜି ମୁଁ ନିଜକୁ ନିର୍ଭୟ ଅନୁଭବ କରୁଛି, ଶକ୍ତିଶାଳୀ ଅନୁଭବ କରୁଛି। ଆପଣ ମୋତେ ଶାନ୍ତିର ମୂର୍ତ୍ତି କରିଦେଲେ। ଜ୍ଞାନ ଗଙ୍ଗା କରିଦେଲେ। ମୁଁ ନିଜକୁ ଅଯୋଗ୍ୟ ମନେ କରୁଥିଲି, କିନ୍ତୁ ଆପଣ ମୋତେ ବିଶେଷ କରିଦେଲେ। ଆପଣ ମୋତେ ଶକ୍ତିର କେନ୍ଦ୍ର କରିଦେଲେ ବାବା। ମୂଲ୍ୟବାନ ହୀରା ବନେଇଦେଲେ। ମୋତେ ସ୍ପେଶାଲ କରିଦେଲେ ଆପଣ। ବାବା, ଆପଣ ହିଁ ତ ମୋତେ ମୋ ନିଜର ପରିଚୟ ଦେଲେ। ମୁଁ ତ ଦେହ ଅଭିମାନରେ ବୁଡ଼ି ରହୁଥିଲି, ଦେହକୁ ସବୁ କିଛି ଭାବୁଥିଲି, କିନ୍ତୁ ଆପଣ ମୋତେ ବୁଝେଇ ଦେଲେ ଯେ ମୁଁ ପରମଧାମ ନିବାସୀ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଆତ୍ମା ଅଟେ। ମୁଁ ଯେତେବେଳେ ପରମଧାମରେ ରହୁଥିଲି ସେତେବେଳେ ସମ୍ପୂର୍ଣ୍ଣ ମୁକ୍ତ ଥିଲି। ମୋର କୌଣସି ବନ୍ଧନ ନଥିଲା। ମୁଁ ସେଠି ଶାନ୍ତ ଅବସ୍ଥାରେ ରହୁଥିଲି, ନିର୍ବନ୍ଧନ ରହୁଥିଲି। ମୁଁ ଚେତନ ଶକ୍ତି ଆତ୍ମା ମହାଜ୍ୟୋତି ପରମ ଜ୍ୟୋତିଙ୍କର ସମ୍ମୁଖରେ ରହୁଥିଲି। ସମୟକ୍ରମେ ମୁଁ ସୃଷ୍ଟି ରଙ୍ଗମଞ୍ଚକୁ ଆସିଲି ଏବଂ ସେତେବେଳେ ଏ ସଂସାର ସ୍ୱର୍ଗ ଥିଲା ଏବଂ ମୋତେ ଗୋଟେ ସୁନ୍ଦର ଦେବତା ଶରୀର ମିଳିଥିଲା। ମୁଁ ଦେବୀ ଦେବତାଙ୍କ ଗହଣରେ ରହୁଥିଲି। ମୁଁ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟରେ ରହୁଥିଲି। ମୁଁ ରାଜବଂଶୀ ଥିଲି। ମୁଁ ବିଷ୍ଣୁବଂଶୀ ଥିଲି। ମୁଁ ଦୈବୀ କୁଳର ଥିଲି। ମୁଁ ଅନେକ ଜନ୍ମ ଦୈବୀ କୁଳରେ ଜନ୍ମ ନେଲି। ସମୟକ୍ରମେ ମୋର ସେଇ ଦେବତା ସ୍ୱରୂପ ଏ ସଂସାର
ପୂଜା କଲା। ମୋର ସେଇ ଦୈବୀ ସ୍ୱରୂପକୁ ମନୁଷ୍ୟମାନେ ମନେ ପକାଇ ତାକୁ ମାଟି ପଥରରେ ମୂର୍ତ୍ତି କରି ସେଇ ଦେବତା ସ୍ୱରୂପର ପୂଜା କଲେ। ମୁଁ ମନ୍ଦିରରେ ପୂଜା ପାଇଲି। କିନ୍ତୁ ମୋ ଆତ୍ମା ସଂଗମ ଯୁଗରେ ପରମାତ୍ମାଙ୍କର ଦିବ୍ୟ ପରିଚୟ ପାଇଲି। ବ୍ରହ୍ମାଙ୍କ ମୁଖ କମଳରୁ ମୋର ନୂତନ ଜନ୍ମ ହେଲା। ମୁଁ ବ୍ରାହ୍ମଣ ହେଲି, ବ୍ରହ୍ମପୁତ୍ରୀ ହେଲି। ବ୍ରହ୍ମାଙ୍କ ମୁଖ ଦ୍ୱାରା ପରମାତ୍ମା ମୋର ରଚନା କଲେ। ମୁଁ ବ୍ରହ୍ମାବଂଶୀ ହେଲି। ମୋତେ ଈଶ୍ୱରୀୟ ପାଳନା ମିଳିଲା। ମୋତେ ଭଗବାନ ଶୃଙ୍ଗାର କଲେ। ମୋତେ ଦିବ୍ୟ ଗୁଣରେ ସଜେଇଲେ। ମୋତେ ଶକ୍ତି ସ୍ନେହ ଦେଲେ। ମୋତେ ମୁକ୍ତ ଆକାଶରେ ସୁନ୍ଦର ପରିଟିଏ କରି ଉଡ଼େଇ ଦେଲେ। ମୋ ଦିବ୍ୟ ପ୍ରକାଶମୟ ଶରୀରରେ ପରମାତ୍ମାଙ୍କ ବାର୍ତ୍ତା ନେଇ ସାରା ସଂସାରରେ ପରିକ୍ରମା କରୁଛି। ମୁଁ ପରମାତ୍ମାଙ୍କର ଦୂତ। ମୁଁ ପରମାତ୍ମାଙ୍କର ସନ୍ତାନ। ମୁଁ ଈଶ୍ୱରୀୟ ବାର୍ତ୍ତା ନେଇ ସମସ୍ତଙ୍କ ପାଖକୁ ଯାଉଛି। ମୋ ଝୁଲାମୁଣିରେ ଈଶ୍ୱରୀୟ ସ୍ନେହ ଅଛି। ମୋ ପାଖରେ ଈଶ୍ୱରୀୟ ଶକ୍ତି ଅଛି। ଅଶାନ୍ତ ମନ ପାଇଁ ମୋ ପାଖରେ ଶାନ୍ତି ଅଛି। ଦୁଃଖୀ ଆତ୍ମାଙ୍କ ପାଇଁ ମୋ ପାଖରେ ସୁଖର ସମ୍ପତ୍ତି ଅଛି। ବେସହାରାଙ୍କ ପାଇଁ ମୋ ପାଖରେ ଈଶ୍ୱରୀୟ ଶକ୍ତିର ସାହାରା ଅଛି। ପରମାତ୍ମା ମୋ ଝୁଲାମଣିକୁ ପରିପୂର୍ଣ୍ଣ କରିଦେଇଛନ୍ତି। ଏଥିରେ ଅସରନ୍ତି ଭଣ୍ଡାର ରହିଛି। ମୁଁ ଯେତେ ବାଣ୍ଟିବି ସେତେ ବଢ଼ି ଚାଲିବ। ମୁଁ ଭଗବାନଙ୍କର ଦୂତ। ମୁଁ ଆଜି ସାରା ସଂସାରରେ ସବୁଆଡ଼େ ଈଶ୍ୱରୀୟ ଶକ୍ତିକୁ, ଈଶ୍ୱରୀୟ ଦାନକୁ ନେଇ ଘୁରି ବୁଲୁଛି, ବାଣ୍ଟି ଚାଲୁଛି, ଦାନ କରି ଚାଲୁଛି।